ମାମାଙ୍କର ଝୋଟି ପକାର ଆରମ୍ଭ ହେଉଛି ଆଜିର ମୋର ଭିଡ଼ିଓଟି। ଆଜିର ଭିଡ଼ିଓଟିର କାରଣ ହେଉଛି କାଲି ହେଉଛି ଦଶହରା ବିଜୟ ଦଶମୀ, ଯେଉଁଟାକି ଆଜି ନବମୀରେ କିନ୍ତୁ ଆମର ଝୋଟି ପକାଯାଉଛି। କାଲି ଆମର ସାଜ ବସା ଯାଇଥାନ୍ତା। ମୋତେ ବାହାର ଜିନିଷ ଏତେ ଭଲ ଲାଗେନି, ଖାସ୍ କରି ତେଲ ଜିନିଷ ଉପରେ ବରାଟା ବିଲକୁଲ ଭଲ ଲାଗେନି। ଆଉ ବେଶୀ ଭଲ ଲାଗେ ବାହାର ଜିନିଷ ଅପେକ୍ଷା ଆଳୁଚପଟା ବେଶୀ ଭଲ ଲାଗେ ଆଉ ଦହିବରା ଭଲ ଲାଗେ, ଯେଉଁଟାକି ମୁଁ ଆଣିଛି ଆଳୁଚପ ଦହିବରା। ବରା ଆଣିଛି, ବରା ଆମ ପୁଅ ପାଇଁ, ଆଳୁଚପ ଦହିବରା ମୋ ପାଇଁ ଆଉ ମୋ ଭଉଣୀ ପାଇଁ। ଏବେ ମୁଁ ବାଢ଼ୁଛି, ଆମେ ଯାଇକିନା ଏନେ ଖାଇବୁ। ମୋ ବାର୍ଥଡେ ପାଇଁ ମାନୁଛି ମୁଁ କିଣା କାନର ପିନ୍ଧେ, ତା ବୋଲି କ'ଣ ମୋ ପାଇଁ ସୁନା କାନର ଆସିବନି? ଆସିବ ନା ମୋ ପାଇଁ ସୁନା କାନର। ଆଜି ଯାଇଥିଲେ ଭୁବନର ମଝି ସେଇ ଦୁର୍ଗା ମାଙ୍କୁ ଦେଖିବା ପାଇଁ। ସେଠି ବ୍ରହ୍ମକୁମାରୀ ମାନଙ୍କର ଗୋଟେ ଆୟୋଜନ ଚାଲିଥିଲା, ଯେଉଁଟାକି ଦେଖିବା ପାଇଁ ବହୁତ ସୁନ୍ଦର ଥିଲା। ଆଉ ତା ସହିତ ବି ଗୋଟେ ସୁନ୍ଦର କଥା ହେଉଛି ସେଠି ନରସିଂହଙ୍କର ଅବତାରର ଗୋଟେ ଶୋ ଚାଲିଥିଲା, ଯେଉଁଟାକି ବହୁତ ସୁନ୍ଦର ଲାଗୁଥିଲା ଦେଖିବା ପାଇଁ। ଆପଣମାନେ ବି ଦେଖନ୍ତୁ ଆଉ ଖୁସି ହେଇଯାଆନ୍ତୁ ଦେଖିବା। ଆମେ ଦୁଇ ଜଣ ସାଙ୍ଗରେ ଏଠି ବହୁତ ସାରା ମଜାମସ୍ତି କରୁଛୁ, ହେଲେ ଜଣଙ୍କର କମେରା ହେଇଯାଇଛି, ଯାହାଙ୍କ ନାଁ ଲିଜାମ୍। ଆଉ ଏଠିକାର ତ ଡିସ୍ ସବୁ ଦେଖିଲେ କେମିତି ଲାଗିଲା କମେଣ୍ଟରେ କହିବେ। ଜୟ ଶ୍ରୀ ରାଧେ କୃଷ୍ଣ।